ସମୟର କାଳ ପରା ଭାବେ ଏ ଉଦୟବଟ ଧାମ ଆଜି ଉଭା। ଏହି ସମୟରେ ଆମର ଏ ଉଦୟବଟ ସମାଧି ପୀଠ। ସମାଧି ବିଶେଷତ୍ୱକୁ କିଛି ଜାଣିବା ପାଇଁ ମନରେ କିଛି ଆଗ୍ରହ ନେଇକି ଆଜି ଆମେ ଆସିଛୁ। ପ୍ରକୃତ ସମାଧି ପୀଠର ଦୁଃଖ କିଛି ରହିଯାଇଛି। ନଥିଲା ବହ୍ନି ଜଳସ୍ଥଳ, ନଥିଲା ଆକାଶମଣ୍ଡଳ, ନଥିଲେ ପଞ୍ଚଭୂତ କେହି, ନଥିଲେ ସପ୍ତଦିବାମହୀ, ନଥିଲେ ବ୍ରହ୍ମା ବିଷ୍ଣୁ ହର, ନଥିଲେ ପଶୁପକ୍ଷୀ ନର, ନଥିଲେ ଯହୁଁ ଆଦିଶକ୍ତି, ଏକାଦେ ଥିଲେ ଶୂନ୍ୟ ବ୍ରହ୍ମ, ବଟପୁଟେ କରି ବିଶ୍ରାମ, ପୁଣି ସଂସାର ଇଚ୍ଛା କରି ଅନନ୍ତ ଆଦି ରୂପ ଧରି। ଆଦି ରୂପ ସେଇ ଜଣେ ଦି ଭାଗ ହୋଇ, ଜଣେ ଅଧେ ହେଲା ଆଦି, ଜଣେ ହେଲା ଅନାଦି। ତାଙ୍କଠୁ ଜନ୍ମ ହେଲେ କିଏ ସେ ନା ବ୍ରହ୍ମା ବିଷ୍ଣୁ ହର। ହର ହେବାରୁ ଜଣେ ହେଲା ପାଣି ବ୍ରହ୍ମା, ବିଷ୍ଣୁ ହେଲେ ପବନ, ଶିବ ହେଲେ ଅଗ୍ନି। ଏ ପଞ୍ଚଭୂତ ନେଇ ଦେହ ପ୍ରକାଶ। ଇଏ ପାଞ୍ଚ ଜଣ ଯୋଗେ ଆମେ ସଂସାରରେ ଚଳିଥାଏ। ପାଞ୍ଚଟା କଳସୀ ତାଙ୍କ ନାଁରେ ବସିବ। ଅନ୍ୟ କଳସୀ ଅଧିକା କଳସୀରେ କିଛି ଲାଭ ନାହିଁ, ସେଟା ସବୁ ମନ ଭୁଲାଣିଆ କଥା। ଏ ପାଞ୍ଚଟା କଳସୀ ହେଉଛି ବିଧି। ଯେ ଏଠି ଆମେ ହେଉଛୁ ମହନ୍ତ ପରେ, ମହନ୍ତ ଯିବା ପରେ ଆମକୁ ମହନ୍ତ କରିଛନ୍ତି। ଆମର ଯେ ନଟ ବାବା ବୋଲି ଜଣେ ଲୋକ, ସିଏ ଆସିବ, ଖଟ ପଡ଼ିବ, ଖଟ ଉପରେ ବସିବ। ଆମେ ମନା କଲୁ, ଆମ ମନା ମାନିଲେ କରେ ବାବା ଯାଆନ୍ତୁ, ବାବା ସିଆଡ଼କୁ ଯାଆନ୍ତୁ। ଗଲୁ, ଖଟ ପଡ଼ିଲା, ମହାପୁରୁଷ ରହିଲେ ତଳେ, ସେ ଖଟ ଉପରେ ବସିଲେ। ଆଉ ଜଣେ ଆସିଲେ ଯେ ସିଏ ଏଠି ତାଙ୍କର କିଛି ଅବଦାନ ନାହିଁ, ସେ ଅବଶ୍ୟ ଦୀକ୍ଷିତ ଥିଲେ, ତାଙ୍କର ପ୍ରତିମୂର୍ତ୍ତି ଏଠି ସ୍ଥାପନ ହେବ। ଏଠି ଯିଏ କୌପନୀ, ଯିଏ ବାବାଙ୍କର ସେବାସୀ, ଯିଏ କୌପନୀଧାରୀ, ସେ କୌପନୀ ମାନେ ଦେବେ ଏଠି ସମାଧି। ତମେ ମନ ମୁଖିଆ ଏସବୁ କାମ କରୁଛ କାହିଁକି? ମୋର ଏତିକି କହି ନିବେଦନ। ସମାଧି ପୀଠରେ ଆପଣଙ୍କର ଦୁଃଖ ରହୁଛି ତ ଯେଉଁମାନେ କୌପୀନଧାରୀ, ଯେଉଁମାନେ ମଠ ସହିତ ଯୋଡ଼ି ହୋଇ ରହିଛନ୍ତି କୌପୀନଧାରୀ, ସେଇମାନଙ୍କର ସମାଧି ଏଇଠାରେ ପୂଜା ପାଇବ ନାଇଁ କି? ଆଉ ଯେଉଁମାନେ ମନେକର ଆମର ପରିଚାଳନା କମିଟିରେ ଅଛନ୍ତି, ସେମାନଙ୍କର ଯଦିଓ ବି କେହି ଅନ୍ତରଙ୍ଗ ହୁଅନ୍ତୁ କିମ୍ବା ପରିବାରରେ କେହି ଯଦି ଦେହାନ୍ତ ହୁଅନ୍ତି, ସେମାନେ ଚାହିଁଲେ କ'ଣ ସମାଧି ଏଇଠାରେ ମାନେ ସମାଧି କରିପାରିବେ କି? ନା, କରିପାରିବେ ନାହିଁ। ଆଚ୍ଛା, କେବଳ କୌପୀନ ଯେଉଁମାନେ ତେବେ ସେଇମାନେ କେବଳ ହେବେ, ସେମାନଙ୍କର ଏଇଠାରେ ସମାଧି। ଭଗବାନ ନାୟକ ଥିଲା ସେ କଳ୍କି ମନ୍ଦିରରେ, ସିଏ ମରିଗଲା, କହିଲା ଆମେ ସମାଧି ହେବାକୁ। ସେମାନେ ଆମକୁ ଆଉ ଖାତିର ନାହିଁ, କହିବେ ଆମେ ଯାହା କହିବୁ ସେଇଆ ଆମ କଥା ତମେ ମାନ। ଏଇଟା କ'ଣ ସମ୍ଭବପର କଥା? ଏଇଟା ଠିକ୍? ଏଇଟା ବିଚାର କର। ଆଉ ଗୋଟେ କଥା ରହୁଛି ଆଜ୍ଞା, ବାପା କରିଥିବ ଚାଳ ଘର, ତାଙ୍କ ପୁଅ କରିବ ଛାତ ଘର। ଅତୀତରେ ଆପଣ ଯେଉଁ ସାଧୁତା ରଖିଛନ୍ତି, ବର୍ତ୍ତମାନ ଏ ରାଜୀବଲୋଚନଙ୍କ ପୀଠରେ ହୁଏତ ଆପଣଙ୍କର ପିଲାମାନେ ଆପଣଙ୍କ ଠାରୁ କିଛି ଅଧିକ ଉନ୍ନତର ଆଶା ରଖୁଛନ୍ତି ବୋଲି ମନେ ହୁଏ। ସେଥିପାଇଁ ସେମାନେ କହୁଛନ୍ତି ମହାପୁରୁଷଙ୍କ ପୀଠକୁ ଆହୁରି କିପରି ଆମେ ଉନ୍ନତି କରିବୁ, ସେ ଦିଗ ପ୍ରତି ଧ୍ୟାନ ଦଉଛନ୍ତି। ସେ କହିଛନ୍ତି ନଟକୁ ଆଣିଲେ ଖଟ ପରେ ବସାଇଲେ, ତାହେଲେ ଆମ ମହାପୁରୁଷ ପରେ ବସିଲେ। ଇଏ ଆମକୁ ଭାରି ବାଧିଲା। ଆଉ ଯିଏ ଯେଉଁମାନଙ୍କର ଏଠି କିଛି ସ୍ଥିତି ନାହିଁ, ଅବଦାନ ନାହିଁ, ସିଏ ତାଙ୍କ କାଠୁ ଏଠି କାହିଁ ରହିବ? ଏଇଟା କ'ଣ ଖାଲି ଶ୍ମଶାନ ପଡ଼ିଆ? ଏଠି ରହିବନି। ଯେ ବା ଧର ଦେଶ ଲାଗି ଯେଉଁମାନେ ଜଳାଞ୍ଜଳି ଦେଇଛନ୍ତି, ଆମର ଏଠି ହେଉଛି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ଥାନ। ସମାଧିର ଦୁଃଖ ପାଇଁ ଆମେ ଆସିଥିଲୁ। ପ୍ରକୃତରେ ସମାଧିରେ ଥାଇ ରାଜୀବଲୋଚନ ଆମର କ'ଣ ଜାଣିପାରୁନଥିବେ କି ଆଜ୍ଞା? କାହିଁକି ନା ଆମେ ଜାଣିଛେ ରାଜୀବଙ୍କର ଏଇ ସମାଧି ପୀଠରେ, ସମାଧି ପୀଠ କଥା କହୁଛେ ଆଜ୍ଞା ଏ କଳିଯୁଗରେ, ନା ନାଇଁ? ତେଣୁ ଏ ସମୟରେ ଆମେ ମହନ୍ତଙ୍କର ଯେଉଁ ଦୁଃଖ, ପ୍ରତ୍ୟେକ ପୀଠମାନଙ୍କରେ ଯେଉଁ ପରିଚାଳନା କମିଟି ମାନ ସବୁ ଗଠନ କରାହେଇଛି, ସେ କମିଟି ମାନେ ଭଲ ଭାବରେ ପରିଚାଳନା କରନ୍ତୁ, କିନ୍ତୁ ମଠାଧୀଶଙ୍କୁ ଦୁଃଖ ଦେଇ ନୁହେଁ। ମଠାଧୀଶଙ୍କ ସହିତ ଆଲୋଚନା ରଖନ୍ତୁ, ସେମାନେ କ'ଣ ଚାହାନ୍ତି। ଯାହା ବି ରହିଲେ ଆମର ଗୋଟିଏ ପରିବାର ଆଜ୍ଞା। ଆମ ପରିବାରରେ ଯଦିଓ ବି କାହାର ମନରେ କେବେ କିଛି ଉଣା ରହେ କି ମନ କଷ୍ଟ ହୁଏ, ସେଥିପାଇଁ ସମସ୍ତେ ମିଳିମିଶିକିରି ଆଲୋଚନାରେ ଭାଗ ନିଅନ୍ତି, ଆଲୋଚନା ରଖିକିରି ତାକୁ ସୁସମାଧାନ କରିଥାନ୍ତି। ଯାହା ବି ରହୁ, ରାଜୀବଙ୍କ ପୀଠରେ ସବୁକିଛି ସମ୍ଭବ। ଏ କଳିଯୁଗରେ କିଛି ଅସୁବିଧା ରହିବ ନାହିଁ। କିନ୍ତୁ ଗୋଟିଏ କଥା ଆମ ମନକୁ ଆସୁଛି, ଯଦି ଏ କଳିକାଳ କହିକିରି ସମାଧିର ଦୁଃଖକୁ ଆମେ ସାମ୍ନା କରିପାରିବାନି,
ताहले आमे हारी जिबा नहीं कि बाबा समाधिर दुख कौन ये नुहे कि जी समाधि पूजा करती आखिरी जदि लुह आसे ताहले समाधि कौन दुख पाएनि कि तो से वर्तिबा पाई कौन करा जाई परिबो बंधु आपन टिके किछि मत दियंतु जुगे भगवान जुगे जुगे भक्तंकर अछंती तेणु समाधि बोली आमे जाहाको कहते सी आमर गुरु इष्ट महापुरुष राजीव लोचन दास सिद्ध साधु महापुरुष तेणुकर तांको अस्थि हाईकोर्ट रे जेतेबेले लगिया गला झुणा सरारे तांको अस्थि कर्पूर चंदन बास हला कस्तूरी बास हला तेणुकर तांको से उपाधि देइथिले सी जे आमे महंत दुखरे रहे जे महापुरुष दुखरे नांदी एटा कहवा माने तात्पर्य हम महापुरुष बेसी दुखरे अछंती जेहेतु तांको भक्त को दुख पड़ुची से निश्चित दुखरे अछंती परिचालना कमिटीଙ୍କର दायित्व कौन केवल परिचालना करवा आज्ञा से माने सब किछि दायित्व नेबे ना मठर उन्नति पई काम करिवे तेणु मठर उन्नति पई जदि किछि काम से माने करबा को जाउछंती सेठी बाबा विरोध करूछंती जो बाबा बाबा उन्नति काम रे विरोध करना बाबा केबे भी उन्नति काम रे कोनोसी दिन भी विरोध करना मठ एटा गुरु दीक्षित मठ एटी कोनोसी मंदिर नाही ना कोन ठाकुर पूजा होना जेटी गुरु पूजा होछ गुरु शिष्यर भाव ई जगह तेणु गुरु शिष्य भितर जे कौपुनी रहितबो जे आम अवधूत दीक्षार अवलंबन होइतबो सी जदि जे मठ आश्रम रे थबो से जदि देह त्याग हो जाए ताहे ताको समाधि ते ही पारे तो सुंदर वार्ता नहीं आम आम राजीव लोचन दास पीठर आसुचे आम कथा रखुले समाधि किपरि समाधि कथा कहूची राजीव समाधि कथा कहूची एक कथा बंधु आम पूर्व भिडियो मानक शेयर करते कौन समाधिर दुख रही से विषय गोटे छोट आलोचना वार्ताटी आम रखिले बंधु मान समाधि महापुरुष से ना से आज समाधि सब किसी देखुं जानूँ सब करुँच आम कहूचे से आम पाखरे नहांती बोली ताहा नुहे से कथा नुह महापुरुष निजे लिखिचंती जदि तू भाबिबु से आगे आगे अछंती जदि न भाबिबु दूर भाबिले आगर न भाबिले दूर गुप्ते रहिचंती महाशून्यर ए महापुरुष राजीव लोचन दासंकर वाणी है तेणुकर आम जदि प्रकृत महापुरुष भाबुथबा से आम आगे आगे बाट चलै चलै चलिए आम जदि न भाबिबा ताले दूर दूर बहु दूर तेणुकर भाबिले आगर न भाबिले दूर गुप्ते रहिचंती महाशून्यर महापुरुष सबुबेले विद्यमान तेणु महापुरुष जीवित थिला बेले मध्य बहुत दुख पाई निश्चिंत बहुत कष्ट पाई बहुत कष्ट तेणु जहाँ तांको लिखन रु जना पड़ुची सेथि पई आमे कथा रखु जे हमर तांकर समाधिर पूजक भाव रे बा समाधिर रक्षक भाव रे जे महंत हमर अछंती से महंत मध्य बहुत किछि कष्ट पाउछंती आज्ञा काहेकि ना तांको कथा किछि बंधु माने सुनु नाहंती बोली जा आमे अनुभव करूछु बाबा तो संपूर्ण खोली कहू नाहंती जहाँ आमे अनुभव करू बाबा मन उणा टिके रोचे बाबा कथा किसी शुणु ना पिला माने जहाँ भी हो पिला मानकर चिंताधारा जे बाबा आमर से अतीतर से समय रही जाइछंती एबे आमे चिंता करूँ आहरी टिके उन्नत आड़ को किसी काम करने जहाँ भी रहू बाबा पिला मानकर जो मतामत रोचे बाबा सह टिके आलोचना करी हुए तो आग को बढ़िले बहुत भल हाँ बोली आमे मने करूँ बहुत बहुत धन्यवाद।